ଏଇଖିଣା ଭୂତ ଦେଖିଛି ନା ମୁଁ ଆଉ ଡ୍ୟୁଟି ନାଇଁ କରେ। ଦେଖନ୍ତୁ ଏମିତି କିଛି ଅଛି ମଟନ ଓ ଭାଇ। ତ ଦେଖନ୍ତୁ ଏଠି ଭାତ ବସିଛି ଆମର, ଏଠି ନିଆ ଯାଉଛି। ମାମୁଁ ଏକରେ ପାଣି ପିଉଛନ୍ତି ଆଉ ବିଜନେସ୍ ମୋବାଇଲ ଦେଖୁଛନ୍ତି। ତ ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ତ ଆଜି ଆମେ ଭୋଜି କରୁଛୁ, ରାତି 9:30 ହେଇଗଲାଣି। ଦେଖନ୍ତୁ ମାମୁଁ ବି ଆଜି ଜଏନ୍ କରୁଛନ୍ତି ଆମ ସହିତ। ତ ଦେଖନ୍ତୁ ଏମିତି କିଛି ମାହୋଲ ଅଛି ରାତିର, ଲାଇଟ୍ ଗୋଟେ ଲାଗିଛି। ବହୁତ ଦିନ ପରେ ମାମୁଁ ଆଜି ଜଏନ୍ କରୁଛନ୍ତି ଆମ ବ୍ଲଗରେ, ଭୋଜି ବି ହଉଛି ମାମୁଁ ଆଜି ଆସିବା ଖୁସିରେ। ତ ଦେଖନ୍ତୁ ରାତି ବି ବହୁତ ହେଇଗଲାଣି ଭାଇ, 10ଟା ବେଳେ ଆଜି ଭାତ ବସୁଛି ଆମର। ମତେ ଚିହ୍ନି ପାରୁଛନ୍ତି କି ନାଇଁ? କୁହ କିଛି। ମତେ ଚିହ୍ନି ପାରୁଛନ୍ତି କି ନାଇଁ? କିଛି ଦିନ ତଳେ ଦେଖେଇଥିଲି। ଗଣେଶ ପୂଜା ପରେ ଲାଷ୍ଟ ଆସିଥିଲା ବୋଧେ ନା? ହଁ, ଗଣେଶ ପୂଜା ଗୋଟେ ବର୍ଷ ହେଇଗଲା। ଗୋଟେ ବର୍ଷ ପରେ। ତ ପୁଣି ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଆମେ ଦେଖେଇବୁ ଗଣେଶ ପୂଜା ଗଲେ। ତ ଷ୍ଟେ ଟ୍ୟୁନ୍, ଭିଡ଼ିଓ ବହୁତ ବଢ଼ିଆ ଭାବରେ ଅଛି ଆଗକୁ। ତ ଏଇଠି ଅଛି ଆମ ଖଲି ଆଉ ପ୍ରେସର କୁକର ବି ଅଛି, ମସଲା ବି ହେଇଯାଇଛି ଦେଖନ୍ତୁ। ଏଠି ସବୁ ସାମାନ ପତ୍ର ଅଛି, ପିଆଜ ଫିଆଜ ମସଲା ଫସଲା ଯାହା ବି ଅଛି। ବୋତଲ ଅଛି, ଏଠି ପାଣି ଯାହା ଦରକାର ହେଉଛି ପାଣି ବି ଆଣା ହେଉଛି। ଏଠି ପ୍ରତୀକର ଗାଡ଼ି ଅଛି, ଏଠି ମୋ ଗାଡ଼ି ଅଛି। ଭାତକୁ ଦେଖ ଚଲେଇବା ଭାଇ। ପିଆଜ କାଟିବା ବର୍ତ୍ତମାନ ଦେଖନ୍ତୁ। ଭାତ ତ ହେଇଯାଇଛି ନା ଆମର। ଦେଖନ୍ତୁ ଆମ ମଟନ ବାହାରି ପଡ଼ିଲା, ଏଠି ସବୁ ରେଡ଼ି ହେଇଗଲା। ଭାତ ବି ଦେଖନ୍ତୁ, ଭାତ ବି ରେଡ଼ି ହେଇଯାଇଛି। ବର୍ତ୍ତମାନ ମଟନ ପାଇଁ ପ୍ରିପାରେସନ୍ ଆରମ୍ଭ କରିଦେବା। ଏଠି ନିଆଁ ଜଳୁଛି। ଦେଖନ୍ତୁ ମଟନ ପାଇଁ ପ୍ରେସର କୁକର ବସିଗଲା। ମଟନ ସୁସ୍ଥ ନା ଟିକେ କୋଳି ଗଲା, ତାପରେ ପିଆଜ ଦେବା। ଦେଖନ୍ତୁ ପିଆଜ ହେଇଗଲା, ବର୍ତ୍ତମାନ ମସଲା ଦେଇଦେବା। ମୋଟା ମସଲା ପୁରା ଘରୋଇ ଷ୍ଟାଇଲର। ପାଣି ଟିକେ ଆଣ। ମୋଟା ମସଲା ଭାଇ କଲରଟା କୋଉଭଳିଆ ବାହାରୁଛି ଦେଖନ୍ତୁ ଭାଇ, ଦେଖନ୍ତୁ କୋଉଭଳିଆ କଲରଟା ବାହାରୁଛି। ଓ ଭାଇ फाइनाली सब मसला दिगला देखो मिक्स हो भलसे बर्तमान लुण दिगला देखो मसला को सीझाप छाड़ दिज दुई जन आज पूरा मेन रोषे आम लगे प्रतीक आ विनेश छाड़ दियो फुटू भाई देखो कौड़ा कलर बाहर देखो बर्तमान मसला होगा बर्तमान मटन फाड़ी मटन मटन भी पड़गला आम रेडी भलसे गोल देवा बर्तमान या छाड़देवा किसी समय मसला भल भाव में मिसीज मांस सहित बर्तमान पानी देदेवा पूरा मसला बर्तमान ता घोड़ने देकी छाड़देवा या सीटी मारो। हाय सांग मैंने देखो आम आज भोजी करूँ आज आम मटन भोजी हो कहीं चिकेन रे बर्ड फ्लू माने चली टे सचेतन रहार अच्छी कि समय माने किसी दिन चिकेन खाइबा ना आउ देहर टे ध्यान रखु देखो भाई सीटी मारानी आम राति 11 सीटी मारूँ आम भाई लोक कौन भावुवे आमको देखो प्रेसर बस सीटी मारानी 2टा सीटी आसलानी तो आ किसी समय मटन भिज तो खाइबा गोटे भूत स्टोरी कहूँ माने मो सांगे गोटे फ्रांक करदे कौन फ्रांकटा थिला देख कहूँ देख माने राति मु ड्यूटी करूली हेले समय थिला 12टा 12:30 1 होता टाइम रे मोर कोका जने
সেই ଟାଇମ୍ରେ କ'ଣ କରିଛି ପାକଟ ହେଇଯାଇଛି। ହେଲେ ସିଏ ଧଳା ଶାଢ଼ୀ ଗୋଟେ ଧରିକି ଯାଇକିରି ମାନେ ଆମର କମ୍ପାନୀର ପଛ ସାଇଡ଼୍ରେ ପହଞ୍ଚି ଯାଇଛି ଆଉ। ହେଲେ ସେଇ ଟାଇମ୍ରେ ପାକଟ ହେଇଯାଇଛି ନା, ମୁଁ ହେଲେ ବାହାର ଆଡ଼େ ଆଇକିରି ଟିକେ ବୁଲେଇ ବୁଲା ହେଉଛି। ସିଏ ଗୋଟେ ଧଳା ଶାଢ଼ୀଟାକୁ ପିନ୍ଧିକିରି ସେଠୁ ଆଇକିରି ମାନେ ରୋଡ଼କୁ ଠିଆ ହେଇଛି। ସେଠୁ ତାପରେ ମୁଁ ତାକୁ ମାନେ ନଜର କଲି କିରା ଗୋଟେ ଠିଆ ହେଇଛି ବୋଲି, ହଠାତ୍ କିରି ଲାଇନ୍ଟା ପଳାଇଲା। ହେଲେ ଧଳାଟା ଦେଖାଗଲା ଆଉ ମୁଁ ହିଁ ଆଉ କିଛି ସମ୍ଭାଳି ପାରିଲିନି, ମାନେ କୁଲେଇ ବିଚାରି ହେଇକିରି ଏଠୁ ପଡ଼ି ହାଉତିକିରି ଦବଡ଼ିଛି କମ୍ପାନୀ ଭିତରକୁ କହିବୁ ଭୂତ କହିକିରି। ସେଠୁ ସବୁ ଯାକ ଲୋକ ଶୋଇଥିଲେ, ସମସ୍ତଙ୍କୁ ଉଠେଇକିରି ରହିଗଲେ। ମୁଁ କହିଲି ଏଇଖିଣା ଭୂତ ଦେଖିଛି ନା, ମୁଁ ଆଉ ଡ୍ୟୁଟି ନାହିଁ କରେ। ପାଗଳ ଭାବିଥିବେ କିରା କହିଲେ ତମକୁ? ପାଗଳ କିରା କରେ ମାନେ ଇଏ କିରା ହେଇଯାଇଛି ନା। ସେଠୁ ଆମେ ସବୁ ଗଲୁ, ଫେର ସିଏ ନାଇଁ ନେ ସିଏ ସେପଟୁ ବୁଲେଇକିରି ରୁମ୍କୁ ଆଜର। ସେଠୁ ସବୁ ପିଲାରା ନାଇଁ ଗୋଟେ ଗୋଟେ ବାଡ଼ି ଧରିକିରି କମ୍ପାନୀଟା ରାଉଣ୍ଡିଂ କଲେ, ମାନେ ବେଢ଼ାରେ ବୁଲିଲେ କାଳେ କିଏ ଚୋର ଫୋର ସେଇଟା ଚାହିଁଥିବ। କିନ୍ତୁ ଯେତେବେଳେ ଆଡ଼େ ସକାଳ ପାଇଲା ମାନେ ଆମର ଲାଟ୍ରିନ୍ ପଛ ଆଡ଼େ ଛୁପା ହେଇ ନୁଗାଡ଼ା। ସେଠୁ ମୁଁ କହିଲି ଏଇଟା ତ ହିଁ ନୁଗାଡ଼ା ଧଳାଟା କିଏ ପିନ୍ଧିଥିଲା? ସେଠି ପଚାରି ନ ଜଣା ପଡ଼ିଲା ଯେ ବିଦେଶୀ କାମ ପିନ୍ଧିଥିଲା ବୋଲି। ହାର୍ଟ ଫାଟ ଥିବ ସେ ପାର ହେଇଯିବ ଭଗବାନ। A few moments later. ଦେଖନ୍ତୁ ଏମିତି କିଛି ଅଛି ମଟନ ଭାଇ। ଦେଖନ୍ତୁ କୋଉ ଭଳିଆ କଲର ବାହାରିଛି। କିନ୍ତୁ ଖାଇବା ପାଇଁ ବି ସବୁ ବସିଗଲେ। ବିନା ସେଠି ଭାତ ବାଢ଼ୁଛନ୍ତି। ନାଇଁ ଆମର ଏଇ ଭାତ ହେଇଗଲା ବାଡ଼ା। ଖାଲି ମଟନ ଆସିଲେ ଖାଇବା ପାଇଁ ଷ୍ଟାର୍ଟ କରିଦେବା। ରାତି ବି 11:30 ହେଇଗଲାଣି, ବହୁତ ଲେଟ୍ ହେଇଗଲାଣି ଭାଇ ଆଜି। ମାମା ଭୋକ କଲା ନେ ହଇ କୋଉ ଭାଷାରେ? ହଁ ଆମର ଗାଁଲି ଭାଷା, ଶୁଦ୍ଧ ମାନେ ଗାଁଲି ଭାଷା ଆମର ଏଟା। ହଇ କହିଲି ମଟନ କରି ହେଇଛି କ'ଣ ଖାଇବା ସବୁ। ଭାଇ ଦେଖନ୍ତୁ ଆସିଗଲା ମଟନ ବି ଆମର। ଓଃ ଭାଇ ମାଉଡ଼ି ପଡ଼ିଗଲା। ପ୍ରତୀକ ବସିଛି ବିଜନେସର। ବିନେଶ ଆମର ମିସ୍ତ୍ରୀ ବିନେଶ ଆମର ମିସ୍ତ୍ରୀ ମାନେ ଏଇଖିଣା ବରାବରି ସରୁ ଟେଷ୍ଟ କରିକି ଆପଣମାନଙ୍କୁ ବତେଇ କେମିତି ଲାଗୁଛି। ଆମର ଭଞ୍ଜା ଜଣେ ଦେବା ମାଂସ ଭଲ ଟେଷ୍ଟ ବି ଅଛି। ବିନେଶ ଆମର ମିସ୍ତ୍ରୀ। ବର୍ତ୍ତମାନ ଆମେ ଟେଷ୍ଟ କରିବା। ହଁ ଟେଷ୍ଟ କରିବା ମଟନ ଭାତ କୋଉ ଲାଗୁଛି। ରାତି 11:30 ବି ହେଇସାରିଲାନି। ଚାଲନ୍ତୁ। ନାଇଁ ଡୁପ୍ଲିକେଟ୍ ପନିର ଏଟା ଟିକେ ମଟନ ଝୋଳ ସହିତ ଭାଇ ଧରି ଯାଉନି ବହୁତ ଗରମ ଅଛି ଭାଇ। ଏଇଟା ଟିକେ ଗୋଳେଇ ଦେବା। ହଁ ଭାଇ ବହୁତ ବଢ଼ିଆ ଟେଷ୍ଟ ଅଛି ଭାଇ। ମାଂସ ବି ବହୁତ ବଢ଼ିଆ ସିଝି ଯାଇଛି ମଟନଟା। ରାତି 11:30 ଲାଗୁଛି ଭାଇ, ମଜା ଆସିଗଲା ପୁରା ଖାଇବା। ମଟନ ପିସ୍ଟା ଚେକ୍ କରିବା। ବହୁତ ଦିନ ପରେ ଆମେ ଏଟା କରିଛେ ନାଇଁ। ମଟନ ବି ଭଲ ସିଝି ଯାଇଛି। ଆଉ ଗୋଟେ ବାଇକ୍ ନେବା ଭାଇ। ବୁଝିବ ଭାଇ ଭୋଜି ତ ବହୁତ ବଢ଼ିଆ ହେଲା। ଯଦି ଆପଣମାନେ ଏପର୍ଯ୍ୟନ୍ତ ଭିଡ଼ିଓକୁ ଦେଖିଲେ ଲାଇକ୍ କରିବେ, ସେୟାର କରିବେ, ଆଉ ଗୋଟେ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ୍ସ ଫର୍ ୱାଚିଂ।